ଜୟ ଜଗନ୍ନାଥ ସାଙ୍ଗମାନେ। ଓପିଏସ୍ସି ଏଏସ୍ଓ ସେକ୍ରେଟେରିଏଟ୍ ଟାର୍ଗେଟ୍ ଡେ 3। ଆଜି ମୋର କ'ଣ ଟାର୍ଗେଟ୍ ରହିଛି ଆଉ ମୁଁ କାଲିର ଯେଉଁ ଟାର୍ଗେଟ୍ ଥିଲା ସେଇଟାକୁ ସମ୍ପୂର୍ଣ୍ଣ ଭାବରେ କରିପାରିନଥିଲି। କିଛି ପୋର୍ସନ୍ ବଳି ପଡ଼ିଥିଲା। ତ ଟାର୍ଗେଟ୍ ଡେ 3ରେ ମୋତେ ଅଧିକ ବର୍ଡ଼ନ୍ ନେଇକି କାମ କରିବାର ଅଛି ଆଉ ମୋର ଅଧିକ ଯେମିତି ପୋର୍ସନ୍ ମୁଁ ସାରିପାରିବି ଏଇ ଟାର୍ଗେଟ୍ଟା ମୁଁ ରଖିଛି। ତ ଫାର୍ଷ୍ଟ ମୋର ଓଡ଼ିଆ ସାରସ୍ୱତ ବହିରେ ରହୁଛି ବାକ୍ୟ, ପଦ ଓ ପଦର ଶ୍ରେଣୀ ବିଭାଗ। ଏଇଟା ମୁଁ କମ୍ପ୍ଲିଟ୍ କରିବି। ତାପରେ ଇଂଲିଶର ପାର୍ଟସ୍ ଅଫ୍ ସ୍ପିଚ୍ ଏଇଟାକୁ ମୁଁ ଭଲ ଭାବରେ କଭର୍ କରିବି। ଦେନ୍ ଜୋଗ୍ରାଫି ଆଉ ଜୋଗ୍ରାଫିର ଇଣ୍ଡିଆନ୍ ଫିଜିଓଗ୍ରାଫିର କେତେଟା ପୋର୍ସନ୍ ଯେମିତିକି ଫାର୍ଷ୍ଟରୁ ମାନେ ଯେମିତି ସବୁ ଆମର ଆଇଲ୍ୟାଣ୍ଡ ହେରିକା ଅଛି ସେଇଗୁଡ଼ା ପୋର୍ସନ୍କୁ ମୁଁ କଭର୍ କରିବି। ଆଉ ମୁଁ ଏଇଟା ଟୋଟାଲ୍ ଡିପେଣ୍ଡେଣ୍ଟ ମୋ ସିଭିଲ୍ ସର୍ଭିସ୍ ନୋଟ୍ ଉପରେ ଆଉ ସେଇଥିରୁ ହିଁ ମୁଁ ଭଲ ଭାବରେ ପଢ଼ିବି ବୋଲି ଭାବିଛି। ଆଉ ଦେନ୍ ଆମର ହିଷ୍ଟ୍ରିର ଆନ୍ସିଏଣ୍ଟ ହିଷ୍ଟ୍ରି ଆଉ ଆନ୍ସିଏଣ୍ଟ ହିଷ୍ଟ୍ରିର ବେଦିକ୍ ଏଜ୍ ଯେଉଁଟାକି ଆମର ବୈଦିକ ସଭ୍ୟତା ବୋଲି କୁହାଯାଉଛି ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ପରେ ସେଇଟା ମୁଁ ପଢ଼ିବି। ମ୍ୟାଥର ପରସେଣ୍ଟେଜକୁ ପ୍ରାକ୍ଟିସ୍ କରିବି ଆଉ ରେସିଓ ପ୍ରପୋର୍ସନ୍ର ମଧ୍ୟ କିଛି ପୋର୍ସନ୍ ବାକି ଅଛି। ଆଉ କରେଣ୍ଟ ଆଫେୟାର୍ସର ମୋର ଗୋଟେ ଟାର୍ଗେଟ୍ ଅଛି ଲାଷ୍ଟ 1 ଇୟର୍ର ଯାହା ବି ଇଣ୍ଡେକ୍ସ ଆଉ ର୍ୟାଙ୍କିଙ୍ଗ ଅଛି ସେଇଟାକୁ ମୁଁ କାଲି ଗୋଟେ ଦିନରେ ଭଲ ଭାବରେ କଭର୍ କରିବି। ଆଉ ନେକ୍ସଟ ଲାଷ୍ଟ ମୋର ଟାର୍ଗେଟ୍ ରହୁଛି 7 ନମ୍ବର ଟାର୍ଗେଟ୍ ପଲିଟି ପାର୍ଟ 1 ଯେଉଁଟାକି ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍ ଆର୍ଟିକିଲ୍ 1ରୁ ଆର୍ଟିକିଲ୍ 4 ସେଇଟାକୁ ମୁଁ ପଢ଼ିବି ଆଉ MCQ ଡିସ୍କସନ୍ ରାତି 8ଟା ବେଳକୁ ଆପଣଙ୍କ ପାଇଁ ଆଣିବି। ତ ଏଇଟା ଥିଲା ମୋର କାଲିର ସେଡ୍ୟୁଲ୍। ଆଉ ମୁଁ ନେକ୍ସଟ ଟାଇମ୍ ମୁଁ କେଉଁ ଟାଇମ୍ରେ ଉଠିକି ମୁଁ କେତେଟାରୁ କେତେଟା ପର୍ଯ୍ୟନ୍ତ ପଢ଼ୁଛି ସେଇଟା ମଧ୍ୟ ଆପଣମାନଙ୍କୁ ଜଣାଇବି। ଆଉ ମୋ ଭିଡ଼ିଓ ଦେଖିଥିବାରୁ ଅଶେଷ ଧନ୍ୟବାଦ। ଥ୍ୟାଙ୍କ ୟୁ। ଜୟ ହିନ୍ଦ, ଜୟ ଭାରତ।